ଶାନ୍ତି ମହାଯଜ୍ଞ ଉପଲକ୍ଷେ ଆଜି ବାବାଙ୍କର କଳସି ଯାତ୍ରା। ଆପଣମାନେ ସେଇ ବାବାଙ୍କର କଳସି ଯାତ୍ରା ଦେଖିବାର ସୁଯୋଗ ନିଅନ୍ତୁ। ବହୁ ଆଡମ୍ବରର ସହିତ କଳସ ଯାତ୍ରା ଚାଲିଛି। ମୁଁ ଆପଣମାନଙ୍କୁ ବାବାଙ୍କର ସେଇ ମୁଖ୍ୟ କଳସି ପାଖକୁ ନେଇଯାଉଛି। ଆପଣ ମଧ୍ୟ ଦେଖି ତାର ସାନ୍ନିଧ୍ୟ ଲାଭ କରନ୍ତୁ। ଯାତ୍ରାର ସାରା ବିବରଣୀ ଆପଣମାନଙ୍କୁ ଦେଉଛି। ଆପଣ ମଧ୍ୟ ଦେଖନ୍ତୁ। ଆପଣମାନେ ଦେଖୁଛନ୍ତି ସେଇ ବାବା କୁକ୍ତେଶ୍ୱର 24ତମ ବିଶ୍ୱ ଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସି ଯାତ୍ରା। ବହୁ ଆଡମ୍ବରର ସହିତ ସେଇ କଳସି ଯାତ୍ରା ମା ମାନେ ଭଉଣୀମାନେ ନେଇ ଯାଉଛନ୍ତି। ବଡ଼କିରା ଗ୍ରାମ ପଞ୍ଚାୟତ ତୁମୁନି ଠାରେ ଥିବା ବାବା କୁକ୍ତେଶ୍ୱରଙ୍କର 24ତମ ବିଶ୍ୱ ଶାନ୍ତି ମହାଯଜ୍ଞ ଅତି ଆଡମ୍ବରର ସହିତ ଭକ୍ତମାନେ ନିଜ ନିଜ ସ୍ୱ ଇଚ୍ଛାରେ ଆଜି ଏହି ବାବାଙ୍କର କଳସି ଯାତ୍ରାରେ ସାମିଲ ହୋଇଛନ୍ତି। ମୁଁ ଆପଣମାନଙ୍କୁ ସମ୍ପୂର୍ଣ୍ଣ ଧାରା ବିବରଣୀ ଏହି କଳସି ଯାତ୍ରାର ଦେବି। ଆପଣମାନେ ଦେଖନ୍ତୁ। জয় বাবা কুক্তেশ্বর, জয় বাবা কুক্তেশ্বর। আজি বাবাଙ୍କର 24ତମ ବିଶ୍ୱ ଶାନ୍ତି ମହାଯଜ୍ଞ 2026 ପାଇଁ ଅନୁଷ୍ଠିତ କଳସି ଯାତ୍ରା। ହଜାର ହଜାର ସଂଖ୍ୟାରେ ମା ମାନେ ଏଠାରେ ଆସି ବାବାଙ୍କ କଳସ ଯାତ୍ରାରେ ସାମିଲ ହୋଇଛନ୍ତି ଏବଂ ବାବାଙ୍କ ଜଳ ଲାଗି ଗୋଟିଏ ଗୋଟିଏ କଳସ ଧରି ବାବାଙ୍କ ନିକଟକୁ ଧାଇଁ ଯାଉଛନ୍ତି। ଦୀର୍ଘ 5 କିଲୋମିଟରରୁ 7 କିଲୋମିଟର ବାଟ ପାଦରେ ଚାଲି ଚାଲି ବାବାଙ୍କ ପାଖରେ ପହଞ୍ଚିବେ। ଦୀର୍ଘ 24 ବର୍ଷ ହେବ ଏହି ବାବାଙ୍କର ବିଶ୍ୱ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇ ଆସୁଛି। ବାବାଙ୍କର ବିଶ୍ୱ ଶାନ୍ତି ମହାଯଜ୍ଞରୁ ପ୍ରାୟ ଅନୁଗୁଳର ପ୍ରାୟ ଜାଗାରୁ ମା ମାନେ ଆସିଛନ୍ତି ଏହି କଳସି ଯାତ୍ରାରେ ସାମିଲ ହେବା ପାଇଁ ଏବଂ ସେଇ ବାବାଙ୍କର ଟିକେ ସାନ୍ନିଧ୍ୟ ଲାଭ ପାଇଁ ନିଜକୁ ଉତ୍ସର୍ଗିତ କରି ଏଠାରେ ସାମିଲ ହୋଇଛନ୍ତି। ଆଜି ଯାହା ଦେଖାଯାଉଛି ପ୍ରତିବର୍ଷ ଅପେକ୍ଷା ଏ ବର୍ଷ ପ୍ରଚୁର ଭାବରେ ମା ମାନଙ୍କର ସମାଗମ ହୋଇଛି। ବିଶ୍ୱାସ କରାଯାଏ କି ସେଇ ବାବା କୁକ୍ତେଶ୍ୱରଙ୍କ ଯିଏ ଆରାଧନା କରେ ସେ ସବୁ ବିପଦରୁ ମୁକ୍ତି ପାଇଯାଏ। तार बहुत किंवदंती अच्छी।
ସେଇ ବାବାଙ୍କର କିମ୍ବଦନ୍ତୀ ବିଷୟରେ କହିବା ବହୁତ କଷ୍ଟକର ହୋଇପାରିବ। ଅତି ସୁନ୍ଦର ଏବଂ ଆଡ଼ମ୍ବନାର ସହିତ କଳସୀ ଯାତ୍ରା। ଆପଣମାନେ ମଧ୍ୟ ଏଠାକୁ ଆସନ୍ତୁ ଏବଂ ଏହି ନୂଆ ବର୍ଷର ମଜା ବି ମଧ୍ୟ ନିଅନ୍ତୁ ଏବଂ ବାବା କୁତେଶ୍ୱରଙ୍କୁ ଦର୍ଶନ କରନ୍ତୁ। ନିଶ୍ଚିତ ସାନ୍ନିଧ୍ୟ ଲାଭ କରିବେ।